ଏହି ଦିନ ମିଳିବ PM କିଷାନର 20ତମ ଇନଷ୍ଟଲମେଣ୍ଟ। ତ ଦର୍ଶକ ବନ୍ଧୁ, ଏହା ପୂର୍ବରୁ ଆପଣ ମୁଁ କହିଥିଲି ଯେ PM କିଷାନର ଆପଣଙ୍କର ଇନଷ୍ଟଲମେଣ୍ଟ ବାବଦରେ ମୁଁ କହିଥିଲି। ତ ଆଜି ଭାବୁଥିବେ ଆପଣ ଆଉଥରେ ଆପଣ କାହିଁକି ରିପିଟଲି ଭିଡ଼ିଓ କରୁଛନ୍ତି। ନା ଦେଖନ୍ତୁ, এই ଭିଡ଼ିଓଟି କରିବାର ସେ ତାତ୍ପର୍ଯ୍ୟ କିଛି ଅଛି। PM କିଷାନ 4 ମାସ ଥରେ ଆପଣଙ୍କର 2000 ଟଙ୍କା ଆପଣଙ୍କର ଆସେ, ବର୍ଷକୁ 6000 ଟଙ୍କା ଆପଣଙ୍କର ଆକାଉଣ୍ଟକୁ ଚାଷୀଙ୍କୁ ଆପଣ କେନ୍ଦ୍ର ସରକାର ଦେଇଥାନ୍ତି ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାରେ ହେଲା। ତ ଏବେ ଯେଉଁ ଦେଖାଯାଉଛି, ତ PM କିଷାନ ଯେଉଁ ଆସିବ ଜୁନ୍ 24 ଆପଣଙ୍କ ଭିତରେ, ଆପଣଙ୍କର ଜୁନ୍ 24 ଆପଣଙ୍କର ପଡ଼ୁଛି, ଏଇଟା ଡେଟ୍ ପଡ଼ୁଛି, ଯାହା ଜୁନ୍ 24 ଆପଣ ଦେଇପାରେ ବା ଜୁନ୍ ପରେ ଆପଣ 24 ପରେ ଆପଣ ଦେଇପାରେ। ତାର କନଫର୍ମ ଡେଟ୍ ଆପଣଙ୍କର ଡିକ୍ଲେୟାର ହେଇନାହିଁ। ତ ଡିକ୍ଲେୟାର ଆପଣ ହେଇଯିବ, ଆପଣ ଜୁନ୍ ମାସରେ ଆପଣଙ୍କ ଡିକ୍ଲେୟାର ହେଇଯିବ। ତ କନଫର୍ମ ଡେଟ୍ ଆପଣ କେଉଁ ନ ହେବ ସେ ବାବଦରେ ଆଉଥରେ ଆମେ ଭିଡ଼ିଓ କରି ଆମେ ଆପଣଙ୍କୁ ଜଣାଇଦେବୁ। ତ ଆଜିକାର ଭିଡ଼ିଓଟି ମୁଁ ବି ଆଉଥରେ କହୁଛି ଯେ ଏଇ ଯେଉଁ PM କିଷାନ ଆପଣଙ୍କର ଆସିବ, ଏଠି ଆପଣ ଦେଖୁଥିବେ ଯେ ବହୁତ ଚାଷୀ ଆପଣ ବାଦ ପଡ଼ିବେ। କାହିଁକି ଆପଣ ଜାଣିପାରୁଥିବେ ଯେ କେନ୍ଦ୍ର ସରକାର ଚାହୁଁଛି ଯେ ଯେଉଁ ସରକାର ଯେଉଁ ଟଙ୍କା ଦେଉଛନ୍ତି, ଆକ୍ଚୁଆଲି ପ୍ରକୃତ ଚାଷୀ ଆପଣ ପାଉଛନ୍ତି କି ନାହିଁ, ତାର ଗୋଟେ ସର୍ଭେ ଆପଣଙ୍କୁ ଗୋଟେ କରୁଛି। ତ ଏବେ ବର୍ତ୍ତମାନ ପାଇଁ ଯେଉଁ ଚାଲିଛି ଗୋଟେ ପଞ୍ଜୀକରଣ ଚାଲିଛି, ଏଗ୍ରିଷ୍ଟାକ୍ ଓଡ଼ିଶାର ଗୋଟେ ପଞ୍ଜୀକରଣ ଯେଉଁ ଚାଲିଛି, ସେଇଟା ବର୍ତ୍ତମାନ ସରକାର ଆପଣ ଜାଣିନେବେ ଯେ ଆକ୍ଚୁଆଲି କେଉଁ ଚାଷୀମାନେ ଅଛନ୍ତି, କାହା ନାଁରେ କେତେ ଜମି, ଡିଟେଲ୍ ଆପଣଙ୍କର ସବୁ ଡିଟେଲ୍, ତାଙ୍କ ନାମ ପଞ୍ଜୀକରଣ ସବୁ ଆପଣଙ୍କର ସେ ତାଙ୍କ ପାଖରେ ରହିଯିବ। ଯେଉଁଟାକୁ ଆମ ଓଡ଼ିଶାରେ ଆମର ଯେଉଁ PM କିଷାନ ଅଛି, ଆପଣଙ୍କର କ'ଣ କ'ଣ କରୁଛନ୍ତି, କେଉଁ ଚାଷୀ କେତେ ତା'ର ଜମି କି ଚାଷ କରୁଛି, ତା'ର ଡିଟେଲ୍ ତା ପାଖରେ ଅଛି। ସେଇ ଅନୁସାରେ କେନ୍ଦ୍ର ପାଖରେ ଇଏ ଆପଣଙ୍କର ଡାଟା ରହିବ PM କିଷାନର, ଆଉ CCM କିଷାନର ରାଜ୍ୟ ପାଖରେ ଡାଟା ରହିବ। ତେଣୁ ଯଦି ଦେଖିଲେ ଯେ ସରକାର ଯେ ଆକ୍ଚୁଆଲି ସେ ଚାଷୀ ନୁହେଁ, ତା କୌଣସି ନା କୌଣସି ଉପାୟରେ ତାକୁ କାଟିବ ବା ତାଙ୍କ ଲିଷ୍ଟ ଆସିବ, ଆକ୍ଚୁଆଲି ଏଇ ଚାଷୀର KYC ମଗାଯାଉ ବା ଆପଣଙ୍କର ଇଏ ଚାଷୀ ନୁହେଁ ତା'ର ଡିଟେଲ୍ ମଗାଯାଉ, ଆଉ ଥରେ ଦେଖିବେ ଏହା ବଦଳରେ ଆଉ ଥରେ ଆସିବ, ଲିଷ୍ଟ ବି ଆସିବ। ତା ସହିତ ବହୁତ ସାରା ଚାଷୀ ଆପଣଙ୍କର KYC ବି ଅଦ୍ୟାପରି ଆପଣ କରା ହେଇନାହିଁ ବି ଆପଣଙ୍କର ସେ ବି ବଞ୍ଚିତ ହେବେ। ତା ସହିତ ଯେଉଁ PM କିଷାନର ଯେଉଁ ରହୁଛି ଅପଗ୍ରେଡେସନଟାର ଆଗାମୀ ଦିନରେ ହେବା ପାଇଁ ଯାଉଛି, ଯେ PM କିଷାନର କିସ୍ତି ବଢ଼ିବାର ଯୋଜନା କରୁଛନ୍ତି ସରକାର, ଯେ ଆଗାମୀ ଦିନରେ ଅଧିକ ଚାଷୀ ଅଧିକ ଆମାଉଣ୍ଟ ଚାଷୀଙ୍କୁ ଦେବା ପାଇଁ ଚିନ୍ତା କରୁଛୁ। ସେଇଟା ବର୍ତ୍ତମାନ ପାଇଁ ତ ନ୍ୟୁଜ୍ ଆସିନାହିଁ। ତେଣୁ ସେ ବାବଦରେ ଉପର ସେଇଟା କୌଣସି ଗୋଟେ ସୋର୍ସରେ ଗୋଟେ ଜଣା ହେଉଛି, ସେ ବାବଦ କନଫର୍ମ ହେଇନାହିଁ। ତେଣୁ ଯଦି ଆପଣଙ୍କର ସେଇଟା ହେଇଯାଏ, ଆପଣଙ୍କୁ ବଢ଼ିବା ଆପଣ କିସ୍ତି ଆପଣଙ୍କର ଅଧିକ ଆମାଉଣ୍ଟ ମିଳିବ, ସେ ବାବଦରେ ଆପଣ ଜାଣିପାରିବେ। ତ ଏ ହେଲା କଥା। ତ ତେଣୁ ସେଇଥିପାଇଁ ଆଜି ଆପଣ ମୁଁ କହିଲି ଏଇ ଯେଉଁ ଆପଣ ରହିଲା ପାଖେଇ ଆସୁଛି ଆପଣଙ୍କର ଯେଉଁ ଟଙ୍କା ଆପଣ ପାଇବେ, ତା ପୂର୍ବରୁ ଆପଣଙ୍କର ଏଇ ଛୋଟିଆ ଛୋଟିଆ ଆପଣ କାମ କରିଦିଅନ୍ତୁ। ଏବେ ବି ସମୟ ଅଛି, ଆପଣଙ୍କର ପଞ୍ଜୀକରଣ କରନ୍ତୁ। ତା ସହିତ ଆପଣଙ୍କର KYC ଆପଣ ଯାହା ଆପଣଙ୍କର DBT ମାଧ୍ୟମରେ ଆପଣଙ୍କର ଯେଉଁ ଟଙ୍କା ଆପଣଙ୍କର ସରକାର ଦେଉଛନ୍ତି, ଟଙ୍କା ଆପଣ ସେପଟରେ ଆପଣ ଦେଲେ ଆପଣ ଆକାଉଣ୍ଟରୁ ଆପଣ ପଡ଼ିବା ଦରକାର, କେଉଁ ଜାଗାରେ ଯେମିତି ନ ରହିବା ଦରକାର। ତେଣୁ ଏଠି ଆପଣଙ୍କର ନ ରହିବା ପାଇଁ ଆପଣ KYC କରିବେ। DBT ଆପଣଙ୍କର ଯଦି ଇନେକ୍ଟିଭ୍ ଅଛି, DBT ଆପଣ ଆକ୍ଟିଭ୍ କରନ୍ତୁ। ଆଧାର କାର୍ଡ଼ର ମୋବାଇଲ୍ ନମ୍ବର ଯଦି ଆଡ଼୍ କରନ୍ତୁ, ଆପଣଙ୍କର ପୋଷ୍ଟାଲ ଆପଣ ଯାଇକି ଆଡ଼୍ କରନ୍ତୁ, କିମ୍ବା ଆପଣ ଜନସେବା କେନ୍ଦ୍ରରେ କରନ୍ତୁ, ବା ଆପଣଙ୍କର ଡାଇରେକ୍ଟ ଆପଣଙ୍କର ବାୟୋମେଟ୍ରିକ୍ ଆପଣ ଆଧାର କେନ୍ଦ୍ରରେ ଯାଇକି ଆପଣ କରିପାରିବେ। ଏସବୁ ଅଛି। ଇଏ ହେଲା କଥା। ତା ସହିତ ତ ଆପଣ ଯେଉଁ କହୁଛନ୍ତି କି ଏଗ୍ରିଷ୍ଟାକ୍ ଓଡ଼ିଶାର ଟଙ୍କା ଯଦି ଆପଣଙ୍କର ରେଜିଷ୍ଟର କରିଥିଲେ ଆପଣ ଟଙ୍କା ମିଳିବ, ନହେଲେ ମିଳିବନି। ତ ସେ ବାବଦରେ କୌଣସି କିଛି ସରକାର ସୂଚନା ଆପଣଙ୍କର ଆସିନାହିଁ। ମୁଁ ଆପଣଙ୍କୁ ଆଉଥରେ କ୍ଲିୟର କରିଦେଉଛି। ତେଣୁ ନୋଟିଫିକେସନ୍ ଆସିଲେ ଆପଣଙ୍କର ଯେ ଜଣାଯିବ ଯେ ଆକ୍ଚୁଆଲି ଏଗ୍ରିଷ୍ଟାକ୍ ଓଡ଼ିଶାର ପଞ୍ଜୀକରଣ କରିବ, ଯେ ସେ ଟଙ୍କା ପାଇବ ନହେଲେ ନାହିଁ। ତ ସେ ବାବଦରେ କିଛି ଆସିନାହିଁ। ତ ଏଇ ହେଲା କଥା। ତେଣୁ PM କିଷାନର ଆପଣଙ୍କର PM କିଷାନର ଏବେ ବର୍ତ୍ତମାନ ପାଇଁ ପଞ୍ଜୀକରଣ ଆପଣଙ୍କର ଚାଲିଛି, ଆପଣ ବି କରିପାରିବେ। ସେଇଟା ଆପଣଙ୍କର ବହୁତ ଡିଲେ ହେଉଛି। ତ ଏଇ ବାବଦରେ ତ ଆଜି ଆପଣ ମୁଁ କହିଲି, ଦର୍ଶକ ବନ୍ଧୁ, ଯେତେବେଳେ ଆପଣଙ୍କୁ କହିଗଲି ଯେ PM କିଷାନର ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍, ଯେଉଁଟାକି ଆପଣମାନଙ୍କୁ ଗୋଟେ କହିଲି ଯେ ଏବେକାର PM କିଷାନର ଆପଣଙ୍କର ଟଙ୍କା ଆଗାମୀ ଦିନରେ ଆସିବ, ଆପଣଙ୍କର 20ତମ ଇନଷ୍ଟଲମେଣ୍ଟ ଆସିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ କୌଣସି ନା କୌଣସି ଜାଗା ସେ ଚୁଜ୍ କରିକି ଆପଣ ସେହି ଜାଗାରେ ହିଁ କୃଷକମାନଙ୍କୁ ଆପଣ 20ତମ ଇନଷ୍ଟଲମେଣ୍ଟ ହସ୍ତାନ୍ତର କରିବେ। ସେଇଦିନ ହିଁ ଆପଣଙ୍କର PM କିଷାନ 20ତମ ଇନଷ୍ଟଲମେଣ୍ଟ ଆପଣଙ୍କର ଚାଷୀ ପାଇକି ବାସ୍ ତାଙ୍କ ନିଜର ଚାଷକୁ ସେ ପଇସାକୁ ଲଗାଇବେ। ସାର ଆପଣଙ୍କର ଯାହା ଆପଣ ଦରକାର ହୁଏ, ଚାଷ କାମର ଯେତିକ ଦରକାର ହୁଏ, ସେଇଟା ଆପଣଙ୍କୁ ଦିଆହେଉଛି।
ତ ଆକ୍ଚୁଆଲି ଚାଷୀମାନଙ୍କୁ ଚାଷ ଖର୍ଚ୍ଚ ପାଇଁ ଦିଆହେଉଛି, କିଏ ତାର ଚାଷ ନେଇକି ଖର୍ଚ୍ଚ କରୁଛି ବା କିଏ ତାର କ'ଣ କରୁଛି ସେଇଟା ହେଉଛି ଭଗବାନଙ୍କୁ ଜଣା। ତ ଏହି ହେଲା କଥା। ଦର୍ଶକ ବନ୍ଧୁ, ତ ଅଧିକ କିଛି କହିବେନି, ଆଜି ପିଏମ୍ କିଷାନ ବାବଦରେ ଆଜି ଆପଣଙ୍କୁ କହିଲି। ତ ସହିତ ଆପଣମାନେ ଯଦି ଆମ ଚ୍ୟାନେଲରେ ନୂଆ କରି ଥିବେ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ, ଯେ ଅନ୍ୟମାନେ ଆପଣ କିଛି ଜାଣିପାରିବେ। ତାହେଲେ ଆପଣ ଦେଖୁଥିବେ ଆମେ ଯେଉଁ ଇନଫର୍ମେସନ୍ ଆମେ ପାଉଛୁ ଗ୍ରାଉଣ୍ଡ ଜିରୋରେ ବି ଆମେ ଇଣ୍ଟରଭ୍ୟୁ ସହିତ ବା ଅନ୍ୟ କିଛି ଆମେ ଆପଣଙ୍କୁ ପହଞ୍ଚଉଛୁ, ସେ ଆପଣଙ୍କର ଚାଷୀମାନଙ୍କର ଉନ୍ନତି ସକାଶେ ଆମେ କାମ କରୁଛୁ। ସେ ଅନୁସାରେ ଆପଣଙ୍କ ମୁତାବକ ଆପଣ ଚ୍ୟାନେଲ ଆଉ ଥରେ କହୁଛି ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓ ଅନ୍ୟମାନଙ୍କୁ ସେୟାର କରନ୍ତୁ। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।